କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ କୋଣାର୍କ ସୂତା କଳ 1984 ମସିହାରେ ସ୍ଥାପନ କରାଯାଇଥିଲା। ଆଜି ସେହି ସୂତା କଳ ଜରାଜୀର୍ଣ୍ଣ ଅବସ୍ଥାରେ। ଆସନ୍ତୁ ବୁଝି ନେବା କୋଣାର୍କ ସୂତା ମିଲ୍ର ଶ୍ରମିକ ଏବଂ ଶ୍ରମିକ ନେତା ତାଙ୍କୁ ବୁଝି ନେବା, ତାଙ୍କ ପ୍ରତିଜ୍ଞା ନେବା କ'ଣ କହୁଛନ୍ତି। ସାର୍ ସ୍ୱାଗତ ସଂଗ୍ରାମ ଲାଇଭ୍ ତରଫରୁ ଆପଣଙ୍କୁ। କ'ଣ କହିବେ ସାର୍, ଆଜି ଯେଉଁ ଜରାଜୀର୍ଣ୍ଣ ଅବସ୍ଥାରେ କୋଣାର୍କ ସୂତାକଲ ପଡ଼ି ରହିଛି, କ'ଣ କହିବେ ସାର୍? ଆପଣଙ୍କର ସଂଗ୍ରାମ ନ୍ୟୁଜ୍ ଚ୍ୟାନେଲ୍କୁ ସର୍ବପ୍ରଥମେ ସ୍ୱାଗତ କରୁଛି। ଆଜି ଅତି ଦୁଃଖର ସହିତ କହିବାକୁ ପଡ଼ୁଛି, ରାଗର ସହିତ କୋପର ସହିତ କହିବାକୁ ପଡ଼ୁଛି ଯେ ସମଗ୍ର ଭିତ୍ତିଭୂମି ଥିବାର ସତ୍ତ୍ୱେ, ଗୋଡ଼ ତଳେ 6 ଲକ୍ଷରୁ 7 ଲକ୍ଷ କୁଇଣ୍ଟାଲ କପା ହେବାର ସତ୍ତ୍ୱେ ଆଜି ଆମେ ଏବଂ ଜମି ଅଛି 1 ଲକ୍ଷ କୁଇଣ୍ଟାଲର ଗୋଦାମ ତିଆରି ହେଇଛି, ସବୁ ବିଦ୍ୟୁତୀକରଣ ସମୃଦ୍ଧି ଅଛି, ଏଠି ଗମନାଗମନ ସବୁ ଅଛି, ଜମି ଅଛି, ସବୁ ଥିବାର ସତ୍ତ୍ୱେ ଏହାକୁ ମାତ୍ର ଚଲେଇ ପାରିବାରେ ସରକାର ତାଙ୍କର ଯେଉଁ ବୈମାତ୍ରିକ ମନୋଭାବ ଅଛି ତାର ସମ୍ପୂର୍ଣ୍ଣ କଳାହାଣ୍ଡି ପ୍ରତି ତାଙ୍କର ଯେଉଁ ଦରଦବିହୀନ ଚିନ୍ତାଧାରା ସମ୍ପୂର୍ଣ୍ଣ ପ୍ରତିଫଳନ ହେଉଛି। ଆଜି ଏଠି ମାନେ ରୋଜଗାର ଦେବାର କଳାହାଣ୍ଡିକୁ ଗୋଟେ ଏବଂ ସମ୍ମାନ ଦେବାର ଗୋଟେ ଉଚିତ ଯଦି ଭିତ୍ତିଭୂମି ଅଛି ତାହେଲେ କୋଣାର୍କ ସ୍ପିନିଂ ମିଲ୍ରେ ଅଛି। ଏଠି ଦାଦାନ କଳାହାଣ୍ଡିରୁ ଯାଇକି ସବୁବେଳେ ବାହାରେ ମୃତ୍ୟୁବରଣ କରୁଛନ୍ତି ଏବଂ ସେମାନଙ୍କ ଲାଶ ଆଣିକରି ଆମେ ତାଙ୍କୁ ରାଜରାସ୍ତା ଅବରୋଧ କରିକି ମାତ୍ର ତାଙ୍କର ପରିବାର କ୍ରିୟାକର୍ମ ପାଇଁ ବୋଲି 10-20 ହଜାର ଟଙ୍କା ବୋଲିକି ଆଜି ଆମର ଲୋକମାନେ ଲଢ଼ୁଛନ୍ତି। ସମଗ୍ର ଭିତ୍ତିଭୂମି ଏଇଠି ଯଦି ଏହା ପୂର୍ଣ୍ଣାଙ୍ଗର ଚାଳିତ ହେବ ତାହେଲେ ଏଇଠି 300 ଲୋକ ସିଧାସଳଖ ଚାକିରି ପାଇବେ, 500 ଲୋକ ଖଣ୍ଡେ ଇନଡାଇରେକ୍ଟଲି ଚାକିରି ପାଇବେ ଏବଂ କେସିଙ୍ଗା ମାର୍କେଟରୁ 1 କୋଟି ଟଙ୍କା କମ୍ ସେ କମ୍ ମାସକୁ ଗୋଟେ କଳାହାଣ୍ଡିକୁ ଗୋଟେ ରେଭିନ୍ୟୁ ଦେବ ଏବଂ ସେହି ପଇସାରେ ଆମେ ଏଇଠି ଯଦି ପ୍ରଡକ୍ସନ୍ ହେବ ତାହେଲେ ଟ୍ୟାକ୍ସ ଆକାରରେ ମଧ୍ୟ ଆମେ ସରକାର ଆଉଥରେ ବର୍ଷ ଧରିକି ଆମେ ତାଙ୍କ ଟଙ୍କା ଫେରାଇ ଦେଇପାରିବା। ପୁନରୁଦ୍ଧାର କରିବା ପାଇଁ କେବେ ଆପଣ ଏଠି ଆନ୍ଦୋଳନ କରିଛନ୍ତି କି? ବହୁତ ଥର ଆମେ ଜନପ୍ରତିନିଧି, ବର୍ତ୍ତମାନ ମୁଁ ଦେଖା କରିଥିଲି ମାନ୍ୟବର ସାଂସଦ ରାଜ୍ୟସଭା ସୁଜିତ ସେଠଙ୍କୁ ଏବଂ ଜିଲ୍ଲାପାଳଙ୍କୁ ଏବଂ ବିଭିନ୍ନ ଆମର MP ବସନ୍ତ ପଣ୍ଡା ମହାଶୟଙ୍କୁ ଏବଂ ସମସ୍ତ ଗଣମାଧ୍ୟମରେ ମଧ୍ୟ ବାରମ୍ବାର ଏ ଜିନିଷକୁ ଉତ୍ତୋଳନ କରିବେ କି ସରକାରଙ୍କର ଦୃଷ୍ଟିପାତ କରିବାର ଗୋଟେ ପ୍ରଚେଷ୍ଟା ଚାଲି ଆସିଛି। କିନ୍ତୁ ଆଜି ଯଦି କୋଣାର୍କ ସ୍ପିନିଂ ମିଲ୍ ଚାଲିଯାଏ ତାହେଲେ ଏଇଠି କିଛି ନହେଲେ ବି ମାନେ କଳାହାଣ୍ଡିର ଉନ୍ନତିରେ ଗୋଟେ ଆଉ ଗୋଟେ ଆଲୋକପାତ, ଯେଉଁଭଳି ଆମେ ଗୋଟେ ଫେମସ୍ ଅଛି ଯେ ଇରୋଡ଼ ଗୁଜରାତରେ କପା ଫ୍ୟାକ୍ଟ୍ରି, ତାମିଲନାଡୁରେ କପା ଫ୍ୟାକ୍ଟ୍ରି, ମହାରାଷ୍ଟ୍ରରେ କପା ଫ୍ୟାକ୍ଟ୍ରି, ଓଡ଼ିଶାରେ କପା ଫ୍ୟାକ୍ଟ୍ରି ବୋଲିକି କଳାହାଣ୍ଡି ଗୋଟେ କାହିଁକି ବୈମାତୃକ ଭାବ କରୁଛନ୍ତି କଳାହାଣ୍ଡିର ଏ କୋଣାର୍କ ରାଇସ୍ ମିଲ୍ ସ୍ପିନିଂ ମିଲ୍ ପ୍ରତି କାହିଁକି ବୈମାତୃକ ଭାବ କରୁଛନ୍ତି? ଏତେ ଅଭିଯୋଗ କଲା ସତ୍ତ୍ୱେ ବି, ଏତେ ଆନ୍ଦୋଳନ କରିବା ସତ୍ତ୍ୱେ ବି କାହିଁକି ବୈମାତୃକ ଭାବ ସରକାର କରୁଛନ୍ତି? ସର୍ବପ୍ରଥମେ ମୁଁ କହିବି ଯେ ନିର୍ବାଚିତ ପ୍ରତିନିଧିମାନେ ଯେଉଁ ବର୍ଷ ଧରିକରି ନିର୍ବାଚିତ ହେଇ ଆସିଛନ୍ତି ସେମାନେ ଏହା ଉପରେ ଆଲୋକପାତ ଏବଂ ଏହାର ଯେଉଁ ଗଭୀରତା ଏବଂ ଗମ୍ଭୀରତା ବୋଧେ ପ୍ରତିଫଳନ କରିବାରେ ବିଫଳ ଅଛନ୍ତି। ଯଦି ମଥୁରା ଚିନି କଳ ବନ୍ଦ ହେଇଗଲା, କେସିଙ୍ଗାରେ ଗୋଟେ କାଗଜ କଳ ହେବ ବୋଲିକରି ଜମି ଅଧିଗ୍ରହଣ କରିକି ବନ୍ଦ ହେଇଗଲା, ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଗୋଟେ ଅଛି ତାହା ଦରଦରା ଅବସ୍ଥାରେ ପଡ଼ି ରହିଛି ଏବଂ ନୂଆରେ MSME ପାର୍କ ନାଁରେ ଗୋଟେ 300 ଏକର ଜମି ଅଧିଗ୍ରହଣ କରିକି ତାକୁ ପକାଇ দিয়ে ରଖିଦେଇଛି। ଏଇଟା ତ କଳାହାଣ୍ଡି ପ୍ରତି ହେଉଥିବା ସରକାରୀ ଅଣଦେଖା ଏବଂ ବୈମିତ୍ରକମାନର ପ୍ରତିଫଳନ ବାରମ୍ବାର ହେଇଆସିଛି। କିନ୍ତୁ ଆମେ କାହିଁକି ଆଜି ଆଖୁ ଚାଷ କରୁଥିଲେ କପା ଚାଷୀମାନେ ବନ୍ଦ ହେଇଗଲା, କାଲି ସ୍ପିନିଂ ମିଲ୍ କୋଣାର୍କ ବନ୍ଦ ହେଇଯିବ, ଧୀରେ ଧୀରେ କପା ଚାଷୀମାନେ ମଧ୍ୟ ମାନେ ମୂଲ୍ୟ ଦରର ଠିକ୍ ଉଚିତ ମୂଲ୍ୟ ନ ପାଇକରି ଧୀରେ ଧୀରେ ସେଇଟା ମଧ୍ୟ ବନ୍ଦ ହେଇଯିବ। ଆଜି ଯେଉଁଟାକି ଆପଣଙ୍କ 7 ଲକ୍ଷରୁ 6 ଲକ୍ଷ କୁଇଣ୍ଟାଲ ଏଠି ପ୍ରତିବର୍ଷ ଏଠି ଉପୁଜୁଛି କପା ଏବଂ ଦେଖନ୍ତୁ କଳାହାଣ୍ଡି ମାଟି ସବୁରେ ପଛେଇବା କିନ୍ତୁ ଧାନ ଆଜି 1 କୋଟି 30 ଲକ୍ଷ 40 ଲକ୍ଷ କୁଇଣ୍ଟାଲ ପ୍ରତିବର୍ଷ ତାମାନେ ଆମେ ଉପଜେଇକରି ସରକାରକୁ ଦେଉଛୁ। 3000 କୋଟି ଟଙ୍କା ଇନ୍ଦ୍ରାବତୀରୁ ଟଙ୍କା ଦେଉଛୁ। ଏଠି ଭିତ୍ତିଭୂମି ଉପରେ ଭରପୁର ଆମେ ବିଜୁଳି ଅଛି, ଚିରନଦା ତେଲ ନଦୀ ରହିଅଛି, ରାଜରାସ୍ତା ରହିଅଛି, ରେଳ ଷ୍ଟେସନ ଯେଉଁଭଳିଆ ଅଛି ସାରା ଭାରତକୁ ସଂଯୋଗ କରୁଥିବା ବିଜୟନଗରମ ଟିଟଲାଗଡ଼ର ଗୋଟେ ବହୁତ ସମୃଦ୍ଧିକର ରେଳ ଗତିପଥ ଅଛି। ତ ଏଇଭଳିଆ ଭିତ୍ତିଭୂମି ଅଛି। ଏଠିକାର ଯୁବକମାନେ ଯାଇକି ତାମିଲନାଡୁ, ଗୁଜରାଟ, ମହାରାଷ୍ଟ୍ରରେ ଖଟୁଛନ୍ତି। ସେମାନେ ମାନେ ଆମର ଲୋକଙ୍କର ସେଇ ଉପଯୋଗିତା ଅଛି, ଏମାନେ ପରିଶ୍ରମ କରି କାମ କରିବା କିନ୍ତୁ ଭିତ୍ତିଭୂମି ଆମେ ଦେଇପାରୁନାହିଁ ସରକାର। ତ ଏମାନେ ଯାଉଛନ୍ତି ବାହାରକୁ କାମ କରିବା ପାଇଁ। ତ ଯଦି କୋଣାର୍କ ସୂତାକଳ ଚାଲୁ କରାଯିବ ତାହେଲେ ନିଶ୍ଚୟ ଏହା କଳାହାଣ୍ଡିର ସମ୍ମାନ ବଢ଼ାଇବା ସାଙ୍ଗେ ସାଙ୍ଗେ ରୋଜଗାର ଏବଂ ଆର୍ଥିକ ମଜବୁତି ପ୍ରାପ୍ତ କରିବ। ଦେଖନ୍ତୁ କ୍ୟାମେରା ପର୍ସନ, କଳାହାଣ୍ଡିରେ ସବୁ ପ୍ରକାର ଭିତ୍ତିଭୂମି ଥାଏ କିନ୍ତୁ ଆଜି କଳାହାଣ୍ଡି ପାଇଁ ଅବହେଳା, କଳାହାଣ୍ଡି ପାଇଁ ବୈମାତ୍ରିକ ଭାବ ଦେଖାଉଛନ୍ତି। କ'ଣ ପାଇଁ ତାହା ଆଗକୁ ଜଣାପଡ଼ିବ। ଆଜି ସେହିପରି କଳାହାଣ୍ଡିର କେସିଙ୍ଗାଠାରେ ସହରରେ ଥିବା କପା ମିଲ୍ରେ ବି ସେମିତି ବୈମାତୃକ ଭାବ ଦେଖାଇଛନ୍ତି। ଅନେକ ର ମେଟେରିଆଲ୍ସ
এটি কঞ্চামাল মহজুদ থাইবি আজি কোଣାର୍କ ସ୍ପିନିଂ ମିଲ୍ ଚାଲିପାରୁନି। କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ ସଂଘାର ଲାଇଭ୍।